ଆପଣ ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଂ। ଆଜିର ସକାଳ ଆରମ୍ଭ ହେଉଛି ମୋର ଗୋଟେ କପ୍ ଚାରୁ। ଏଠି ମୁଁ ଚାହା ପିଉଥିଲା ବେଳେ ଏଠି ମୋ ପୁଅ ବସିକିରି ପାଠ ପଢ଼ୁଛନ୍ତି ପୁରା ମନ ଧ୍ୟାନ ଦେଇକି। ତାପରେ ଯାଇକି ମୁଁ ଖାଇଥିଲି ସକାଳର ଖାଇବା, ଯେଉଁଟା ଥିଲା ଇଡଲି, ପୁରୀ ଆଉ ବରା ବି ଥିଲା, କିନ୍ତୁ ମୋତେ ଖାଇବାକୁ ଇଚ୍ଛା ନଥିଲା, ତ ମୁଁ ଖାଲି ଟେଷ୍ଟ କରିବା ପାଇଁ ଟିକେ ଆଣିଥିଲି, କାଳେ ଆଶା ରହିକି ଆଉ କାହା ପେଟ ନା କାଟୁ। ତ ମୁଁ ଏଠି ଏଇଥିପାଇଁ ହସୁଛି କି ହେଲା ପଛରେ ବାପା ପୁଅଙ୍କର ତାଙ୍କର ମସ୍ତି ଚାଲିଥିଲା, ଆଉ ମୋ ପୁଅ ମୁଁ କେମିତି ଖାଉଛି ତାର ନକଲ କରୁଥିଲା, ତ ସେଇଥିପାଇଁ ମୁଁ ଏଠି ହସୁଥିଲି। ତ ହସି ଆସିକି ଖାଇସାରିଲା ପରେ ଏଠି ମୁଁ ବସିଥିଲି, ଆଉ ଏ ବାପା ପୁଅଙ୍କର ଚାଲିଥିଲା କ୍ରିକେଟ ଖେଳ। ଆଉ ଏତେ ଛୋଟ ବେଳ ଠାରୁ ଆର ବି ଗୋଟେ ରୁଲ୍ ଅଛି ମୋ ପୁଅର, ଯେ ସେ କ୍ରିକେଟରେ ଖେଳିବ ଯଦି ବୋଲିଂ କରିବନି, ସେ ଖାଲି ବ୍ୟାଟିଂ କରିବ, ବୋଲିଂ ତ ସେ ଜମାରୁ କରିବନି। ତାପରେ ଆମ ଖେଳ ସରିଲା ପରେ ଆସିକିରି ଆମର ଆଜି ରୋଷେଇଆ ଥିଲେ ସ୍ୱାମୀ ମୋର, ଆଉ ଆଜି ବନାଉଥିଲେ ଛତୁ। ମୁଁ କହିଲି ଛତୁରେ କ'ଣ ତରକାରୀ କରିବ ନା, ମୋର ଏତେ କଷ୍ଟ କିଏ କରିବ, ମୁଁ ଖାଲି ଛତୁ ଆଳୁ ପକେଇକି ଭାଜିଦେବି, ଅଧିକା କିଛି ମୁଁ କରିପାରିବିନି। ଖାଲି ଛତୁକୁ ଆଳୁ ପକେଇକି ଭାଜିଦେଲେ, ଆଉ ଟେଷ୍ଟ ତ ଖାଇଲା ବେଳେ ହିଁ ଜଣାପଡ଼ିବ କେମିତି ଲାଗୁଥିଲା। ତା ସେଥିରେ ଭାତ ଡାଲି ବି ଏଇଠି ବନେଇଥିଲେ, କିନ୍ତୁ ମୋତେ ଡାଲି ଆଜି ଖାଇବାକୁ ଇଚ୍ଛା ନଥିଲା, ତ ମୁଁ ମୋ ପାଇଁ ଖାଲି ଟିକେ ଲାଉ ରାଇ ତ ନୁହଁ ସନ୍ତୁଳା ବନେଇଥିଲି, ଆଉ ଏଥିରେ ପିଆଜ ବି ପଡ଼ିନି, ଖାଲି ଟିକେ ରସୁଣ ଦେଇକି ଛୁଙ୍କ କରିଥିଲି ମୁଁ। ତ ତାପରେ ଯାଇକି ଖାଇ ନେଇଥିଲି। ଆଉ ଛତୁ ଭଜା ସତରେ ଭଲ ଲାଗୁଥିଲା, ମୁଁ ତ କେବେ ଆଳୁ ପକେଇକି କେବେ ଭାଜି ନଥିଲି, ଆଜି ପ୍ରଥମ ଥର ପାଇଁ ସେ ଭାଜିଥିଲେ, ଆଉ ସତରେ ବହୁତ ଟେଷ୍ଟ ବି ବହୁତ ଭଲ ଥିଲା ଆର। ଆଉ ଥରେ ତ ମୁଁ ନିଶ୍ଚୟ ବନେଇବି ଆକୁ। ରହିଲି, ଜୟ ଜଗନ୍ନାଥ।